ସ୍ତ୍ରୀ ଲୋକ କହୁଛନ୍ତି, ହେ ଦେବୀ ମା, କିଏ ଏ ଝିଅ ଆମେ ଜାଣିନୁ, ଆଙ୍କୁ ରକ୍ଷା କର ଦେବୀ ମା। ଏ ଝିଅ ତ ଏବେ ବେହୋସ ଅଛି। ଏ ଝିଅ ଏବେ ନିଜେ କିଛି ବି କରିପାରିବନି। ଏବେ ତୁମେ ଏ ଝିଅକୁ ବଞ୍ଚେଇ ପାରିବ ଦେବୀ ମା। ତାପରେ ମୁକ୍ତି ଯେତେବେଳେ ସେ ପାଣିରେ ପଡ଼ିଛନ୍ତି, ମୁକ୍ତିଙ୍କ ଆଡ଼କୁ ସେ କୁମ୍ଭୀର ମାଡ଼ି ଆସୁଛି ମୁକ୍ତିଙ୍କୁ ଖାଇବ ବୋଲିକି। ସେଇ ଟାଇମ୍ରେ ସବୁ ଲୋକ ମିଶିକି ଭଗବାନଙ୍କୁ ଡାକୁଛନ୍ତି, ଦେବୀ ମାଙ୍କୁ ଡାକୁଛନ୍ତି, ଜୟ ଦେବୀ ମା ଏମିତି କହିକି ସମସ୍ତେ ଦେବୀ ମାଙ୍କୁ ଡାକୁଛନ୍ତି। ତାପରେ ସେଇ ଟାଇମ୍ରେ ସେଇ ତାଙ୍କରି ସହିତ ଜଣେ ଝିଅ ଯାଉଥିଲେ। ସେ ଦେବୀ ମାଙ୍କ ରୂପରେ ଆସିକି ସେ କୁମ୍ଭୀର ଉପରକୁ ତାଙ୍କ ତ୍ରିଶୂଳ ଫୋପାଡୁଛନ୍ତି। ଆଉ ସେ କୁମ୍ଭୀର ସେଇ ଜାଗାରେ ମରିଯାଉଛି। ସେଇ ଟାଇମ୍ରେ ଜଣେ ଲୋକ କହୁଛନ୍ତି, ଦେଖ ଦେଖ ସମସ୍ତେ, ସେ କୁମ୍ଭୀର ଆସିଥିଲା, ସେ ତ୍ରିଶୂଳ ବାଜିବାରୁ ସେ ପଳେଇଲା। ତାପରେ ସେ ସ୍ତ୍ରୀ ଲୋକ ପୁଣି ଥରେ କହୁଛନ୍ତି, ଲାଗୁଛି ଏ ଝିଅ ସହିତ ବୋଧେ ଦେବୀ ମା ଅଛନ୍ତି। ଦେବୀ ମା ଆକୁ ସବୁବେଳେ ରକ୍ଷା କରନ୍ତୁ। ତାପରେ ସମସ୍ତେ କହୁଛନ୍ତି, ଜୟ ଜଗନ୍ନାଥ, ଜୟ ମାତାଜୀ। ତାପରେ ଏମିତି କରିକି ଦେବୀ ମା ମୁକ୍ତିଙ୍କୁ ବଞ୍ଚେଇ ଦଉଛନ୍ତି କୁମ୍ଭୀର ପାଟିରୁ। ତାପରେ ଆଦି ସେପଟେ ପୋଲିସ ମାନଙ୍କୁ ଆଉ ସବୁ ଘର ଲୋକମାନଙ୍କୁ କହୁଛନ୍ତି, ମୋ ସ୍ତ୍ରୀ ଲାଶ ନୁହନ୍ତି, ମୋ ସ୍ତ୍ରୀ ଏବେ ବି ବଞ୍ଚିଛନ୍ତି। ମୋ ସ୍ତ୍ରୀକୁ ମୁଁ ଖୋଜିବି, ମୁଁ ଏବେ ହିଁ ଖୋଜିବାକୁ ଯିବି। ସେଇ ଟାଇମ୍ରେ ଧନଶ୍ରୀ ଆଦିକୁ କହୁଛନ୍ତି, ଆଦି ତୋ ମୁଣ୍ଡ କ'ଣ ଖରାପ ହେଇଯାଇଛି କି? ଆରେ ନଦୀର ସୁଅରେ ତୁ ଭାସିଯିବୁ। ସେଇ ଟାଇମ୍ରେ ଆଦି କହୁଛନ୍ତି ଧନଶ୍ରୀକୁ, ନା ସେମିତି କେବେ ବି ହବନି। ସେ ଟାଇମ୍ରେ ଧନଶ୍ରୀ କହୁଛନ୍ତି, ନା ମୁଁ ତତେ ଛାଡ଼ି ପାରିବିନି। ମୁଁ ସେ ଝିଅ ପାଇଁ ତୋ ଜୀବନକୁ ମୁଁ ବିପଦରେ କେବେ ବି ପକେଇ ପାରିବିନି। ସେଇ ଟାଇମ୍ରେ ଆଦି ଧନଶ୍ରୀକୁ କହୁଛନ୍ତି, ନା ନା ତମେ ବହୁତ ଭଲ ଭାବରେ ଜାଣିଛ ମୁଁ ମୁକ୍ତିଙ୍କ ବିନା ବଞ୍ଚି ପାରିବିନି। ତାପରେ ବି ତମେ ମୋତେ କୋଉ ହିସାବରେ ଅଟକଉଛ ମୁକ୍ତିଙ୍କୁ ଖୋଜିବାକୁ। ମୁଁ ପାଣି ଭିତରକୁ ଯିବି, ମୁଁ ମୁକ୍ତିଙ୍କୁ ଖୋଜିବି। ହଁ ଦର୍ଶକ ବନ୍ଧୁ, ମୋ ସିନ୍ଦୁରର ଅଧିକାର ସିରିଏଲରେ ଆପଣମାନେ ଏମିତି କିଛି ଦେଖିବାକୁ ପାଇବେ। ଆପଣମାନଙ୍କୁ କ'ଣ ଲାଗୁଛି, ଆଦି କ'ଣ ମୁକ୍ତିଙ୍କୁ ପାଣି ଭିତରୁ ଖୋଜିକି ପାଇବେ, ନା ପୁଣି ଥରେ ମୁକ୍ତିଙ୍କୁ ସେ ହରେଇ ଦେବେ? ଆମକୁ କମେଣ୍ଟ ବକ୍ସ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାନ୍ତୁ। ତା ପୂର୍ବରୁ ଆପଣମାନଙ୍କୁ ଯଦି ଆମ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍, ସେୟାର, କମେଣ୍ଟ କରିବାକୁ ଜମାରୁ ବି ଭୁଲିବେନି। ପାଖରେ ଆସୁଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ। ଆଉ ଆପଣମାନଙ୍କୁ ଆଦି ମୁକ୍ତିଙ୍କ ଯୋଡ଼ି କେମିତି ଲାଗେ ଆମକୁ କମେଣ୍ଟରେ ନିଶ୍ଚିତ ଭାବରେ ଜଣାନ୍ତୁ।